ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କ ପାଖରେ SBI ବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟ ଅଛି ଏବଂ ବର୍ତ୍ତମାନ ଆପଣମାନେ ଗୋଟେ ଲୋନ୍ ନେବା ପାଇଁ ଚାହୁଁଛନ୍ତି, ଯେଉଁଟାକି ଆପଣମାନଙ୍କର ଚାଷ କାମ ପାଇଁ ଆପଣମାନେ ବ୍ୟବହାର କରିବେ। ତେଣୁ ସେହି ଚାଷ କାମ ପାଇଁ ଯେତେବେଳେ ଆପଣମାନଙ୍କର ଲୋନ୍‌ର ଆବଶ୍ୟକତା ରହିଥାଏ, ଆପଣମାନଙ୍କୁ SBI ଯାହାକି ଲୋନ୍ ପ୍ରଦାନ କରେ ଏବଂ ଯେଉଁ ଲୋନ୍ ଆପଣମାନେ 3,00,000 ଟଙ୍କା ପର୍ଯ୍ୟନ୍ତ ଯାହାକି ଆଣିପାରିବେ ଏବଂ ଏଥିରେ ଯେଉଁ ଇଣ୍ଟରେଷ୍ଟ ରେଟ୍ ରହିବ, ଆପଣମାନେ ସାଧାରଣତଃ ପର୍ସନାଲ ଲୋନ୍ କଲେ ଆପଣମାନଙ୍କର ଇଣ୍ଟରେଷ୍ଟ 10% ରୁ ଅଧିକ ଥାଏ। କିନ୍ତୁ ଆପଣମାନଙ୍କୁ ମୁଁ ଆଜି ଏମିତି ଏକ ଲୋନ୍ ବିଷୟରେ କହିବି, ଯେଉଁଟା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ। ଏବଂ SBIରେ ଯଦି ଆପଣମାନଙ୍କର ଆକାଉଣ୍ଟ ଅଛି ଏବଂ ଆପଣମାନେ ଜଣେ ଚାଷୀ ଏବଂ ଏଗ୍ରିକଲଚର ଲୋନ୍ ନେବା ପାଇଁ ଚାହୁଁଛନ୍ତି, ତାହେଲେ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାକୁ ପରବର୍ତ୍ତୀ ସମୟରେ ବହୁତ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତେଣୁ ଚାଷୀ ଭାଇ ଭଉଣୀମାନେ ଚାଷ କାମ ପାଇଁ କୃଷି ଲୋନ୍ ନେବା ପାଇଁ ଚାହୁଁଥିଲେ, ଆପଣମାନଙ୍କୁ ବିଭିନ୍ନ ବ୍ୟାଙ୍କରେ ବର୍ତ୍ତମାନ KCC ବା କିଷାନ କ୍ରେଡିଟ୍ କାର୍ଡ ଲୋନ୍ ପ୍ରୋଭାଇଡ୍ କରାଯାଉଛି। ତ ଓଡ଼ିଶା ସରକାରଙ୍କ ତରଫରୁ କିଷାନ କ୍ରେଡିଟ୍ କାର୍ଡରେ ଯଦି ଆପଣମାନେ ଗଭର୍ଣ୍ଣମେଣ୍ଟ ଥ୍ରୁରେ ଆପ୍ଲାଏ କରୁଛନ୍ତି, ଯେଉଁଥିରେ 1,00,000 ଟଙ୍କା ପର୍ଯ୍ୟନ୍ତ ଆପଣମାନଙ୍କୁ ବିନା ସୁଧରେ ଲୋନ୍ ପ୍ରଦାନ କରାଯାଏ। କିନ୍ତୁ ସେଇ ଲୋନ୍ ଯଦି ଆପଣମାନେ ଗଭର୍ଣ୍ଣମେଣ୍ଟ ବ୍ୟାଙ୍କରୁ ପାଉନାହାନ୍ତି, ଯେମିତିକି ଆପଣମାନଙ୍କର କୋଅପରେଟିଭ୍ ବ୍ୟାଙ୍କ ହଉ ବା ଆପଣମାନଙ୍କର ଯେକୌଣସି ସୋସାଇଟିରୁ ଆପଣମାନେ ଲୋନ୍ ପାଉନାହାନ୍ତି ଏବଂ SBIରେ ଆପଣମାନେ ସେଇ ଲୋନ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ KCC ଲୋନ୍ ଆପଣମାନେ କେମିତି କରିବେ? ଏଥିରେ ଆପଣମାନଙ୍କୁ କେତେ ଟଙ୍କାର ଇଣ୍ଟରେଷ୍ଟ ପଡ଼ିବ ଏବଂ ଏଥିରେ ଆପଣମାନଙ୍କର ଡକୁମେଣ୍ଟ ହିସାବରେ କେଉଁ ଡକୁମେଣ୍ଟ ଲାଗିବ? ଆସନ୍ତୁ ସେ ବିଷୟରେ ଆଜିର ଏ ଭିଡ଼ିଓରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ସର୍ବପ୍ରଥମେ ଦେଖନ୍ତୁ, କିଷାନ କ୍ରେଡିଟ୍ କାର୍ଡ ବା ଯେଉଁଟାକୁ ଆମେ KCC ବୋଲି କହୁଛୁ, এইটা କେବଳ ମୁଖ୍ୟତଃ ଆପଣମାନଙ୍କର ଏଗ୍ରିକଲଚର ଡିପାର୍ଟମେଣ୍ଟ ଏଗ୍ରିକଲଚର ଲୋନ୍ ହିସାବରେ ଆମେ ଯାହାକି ଗଣିଥାଉ। ତେଣୁ କିଷାନ କ୍ରେଡିଟ୍ କାର୍ଡରେ ଆପଣମାନଙ୍କୁ ବ୍ୟାଙ୍କ ଗୋଟେ ଲିମିଟ୍ ଦେଇଥାଏ, ଯେଉଁଟାକି ଆପଣମାନଙ୍କର 2,00,000 ହଉ, 1,00,000 ହଉ, 3,00,000 ହଉ, ଯେତିକି ଟଙ୍କାର ଆପଣମାନେ ଲୋନ୍ କରୁଛନ୍ତି, ସେଥିରେ ଆପଣମାନଙ୍କୁ ଗୋଟେ କ୍ରେଡିଟ୍ କାର୍ଡର ଲିମିଟ୍ ଦେଇଥାଏ ଏବଂ ସେଇ ଲିମିଟ୍‌କୁ ଆପଣମାନେ ଯେକୌଣସି ସମୟରେ ଯାଇକି ବ୍ୟବହାର କରିପାରନ୍ତି। ଆପଣମାନେ ATMରୁ ମଧ୍ୟ ଟଙ୍କା ୱିଡ୍ରଲ୍ କରିପାରିବେ ବା ଯେକୌଣସି ଜାଗାରେ ଆପଣମାନେ କିଷାନ କ୍ରେଡିଟ୍ କାର୍ଡକୁ ମଧ୍ୟ ବ୍ୟବହାର କରି ଆପଣମାନଙ୍କର ଯେଉଁଟାକି ଆବଶ୍ୟକତା ସମୟରେ ଟଙ୍କା ବ୍ୟବହାର କରିପାରିବେ। ତେଣୁ କିଷାନ କ୍ରେଡିଟ୍ କାର୍ଡଟିଏ ବନେଇବା ପାଇଁ ହେଲେ ଏଥିରେ ଥିବା ଏଲିଜିବୁଲ୍ କ୍ରାଇଟେରିଆ ବିଷୟରେ ଯଦି ଆମେ କଥା ହେବା, ତାହେଲେ ଆପଣମାନଙ୍କୁ SBI ବର୍ତ୍ତମାନ କିଷାନ କ୍ରେଡିଟ୍ କାର୍ଡ ପ୍ରୋଭାଇଡ୍ କରୁଛି। ଏଥିରେ ଆପଣମାନଙ୍କର ଯେଉଁ ଏଲିଜିବୁଲ୍ କ୍ରାଇଟେରିଆ ରହିଛି, ଏଲିଜିବୁଲ୍ କ୍ରାଇଟେରିଆ ହିସାବରେ ସମସ୍ତ ଫାର୍ମର ଯେଉଁମାନଙ୍କର ନିଜସ୍ୱ ଜମି ଅଛି ବା ଆପଣମାନଙ୍କର ଯଦି ଜଏଣ୍ଟ ଜମି ଅଛି ଏବଂ ଆପଣମାନେ ତାର ଓନର ଅଛନ୍ତି, ଓନର କଲ୍ଟିଭେଟରକୁ କେବଳ ଏଠି ଆପଣମାନଙ୍କର ଲୋନ୍ ମିଳୁଛି ଏବଂ କିଷାନ କ୍ରେଡିଟ୍ କାର୍ଡ ଆପଣମାନଙ୍କର ଭାଗ ଚାଷୀମାନଙ୍କୁ ମଧ୍ୟ ମିଳିପାରିବ, ସେୟାର ହୋଲ୍ଡରମାନଙ୍କୁ ମଧ୍ୟ ମିଳିପାରିବ। କିନ୍ତୁ ଏଠି ଆପଣମାନଙ୍କର ଟିକେ ଯାହାକି ଲେନ୍ଦି ପ୍ରୋସେସ୍ ହେଇଥାଏ। କିନ୍ତୁ ଯଦି ଆପଣମାନଙ୍କର ନିଜସ୍ୱ ଜମି ଅଛି, ତାହେଲେ ଏଠି ଆପଣମାନେ କିଷାନ କ୍ରେଡିଟ୍ କାର୍ଡ ପାଇବା ପାଇଁ ଯାହାକି ଏଲିଜିବୁଲ୍ ହେଇପାରିବେ। ଏବଂ କିଷାନ କ୍ରେଡିଟ୍ କାର୍ଡଟି ଆପଣମାନେ ବନେଇଲେ ଏତିକି ଆପଣମାନଙ୍କର ବେନିଫିଟ୍ ଅଛି, ଯେଉଁଟାକି ଅନ୍ୟ କୌଣସି ଲୋନ୍‌ରେ ଆପଣମାନେ ପାଇପାରିବେ ନାହିଁ। ତେଣୁ ଏହା ପାଇଁ ଆବଶ୍ୟକ ଡକୁମେଣ୍ଟ ହିସାବରେ ଆପଣମାନଙ୍କର ଦେଖନ୍ତୁ, କିଷାନ କ୍ରେଡିଟ୍ କାର୍ଡର ଆପ୍ଲିକେସନ୍ ଫର୍ମ, 2 ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଏବଂ ଆପଣମାନଙ୍କର ପ୍ରୁଫ୍ ଅଫ୍ ଲ୍ୟାଣ୍ଡ ହୋଲ୍ଡିଂ ଡ୍ୟୁଲେଜ ସାର୍ଟିଫିକେଟ୍, ଯେଉଁଟାକି ରେଭିନ୍ୟୁ ଆପଣଙ୍କର RIଙ୍କ ପାଖରୁ ଆପଣମାନଙ୍କୁ ବନେଇବା ପାଇଁ ପଡ଼ିବ ଏବଂ କ୍ରପିଂ ପାଟର୍ନ, ଯେଉଁଟାକି ଆପଣମାନଙ୍କର ଜମିର ଡିଟେଲ୍ସ ନେବା ପାଇଁ ପଡ଼ିବ। ତା ସହିତ ସିକ୍ୟୁରିଟି ଯେଉଁଟାକି ଆପଣମାନଙ୍କୁ ଏଠି ଦେବା ପାଇଁ ପଡ଼ିବ। ଯଦି ଆପଣମାନେ 2,00,000ରୁ 3,00,000 ଏଭବ୍ ଆପଣମାନେ କରୁଛନ୍ତି, ତେଣୁ ସିକ୍ୟୁରିଟି ଡକୁମେଣ୍ଟ ହିସାବରେ ଆପଣମାନଙ୍କର ନିଜର ଜମିକୁ ଯାଇକି ବନ୍ଧା ଦେବା ପାଇଁ ପଡ଼ିବ। ତା ସହିତ ଅନ୍ୟାନ୍ୟ ଡକୁମେଣ୍ଟ ଯେଉଁଟାକି ଆପଣମାନେ ବ୍ୟାଙ୍କରେ ଡିଟେଲ୍ସ ଜାଣିପାରିବେ। ତା ସହିତ ଦେଖନ୍ତୁ, ଏଠିରେ ଯେଉଁଟାକି ମେନ୍ ଇଣ୍ଟରେଷ୍ଟ କଥା ଯଦି ଆମେ ଦେଖିବା, ଆପଣମାନେ ଯଦି 3,00,000 ଟଙ୍କା ପର୍ଯ୍ୟନ୍ତ ଏଠି ଆପଣମାନେ ଇଣ୍ଟରେଷ୍ଟ ରହୁଛନ୍ତି, ତାହେଲେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ତରଫରୁ ବର୍ତ୍ତମାନ ଯେଉଁ ଇଣ୍ଟରେଷ୍ଟ ରେଟ୍ ରହିଛି, ଆପଣମାନଙ୍କର ପ୍ରତିବର୍ଷ ମାତ୍ର 7% ଆପଣମାନେ ଏଠି ଆପଣମାନଙ୍କର ଯେଉଁଟାକି ସୁଧ ଦେବା ପାଇଁ ପଡ଼ିବ। ତା ସହିତ ଯଦି 3,00,000ରୁ 50,00,000 ଟଙ୍କା ପାଇଁ ନେଉଛନ୍ତି, ତାହେଲେ ଏଠି ଆପଣମାନଙ୍କର ଗୋଟେ ଇନକ୍ରିଜ୍ ହେଇଥାଏ। ସେ ବିଷୟରେ ଆମେ ଡିଟେଲ୍ସ ଆଲୋଚନା କରିବାର କିଛି ଆବଶ୍ୟକ ନାହିଁ। ଆମର 3,00,000 ଟଙ୍କା ପର୍ଯ୍ୟନ୍ତ ଯଦି ଲୋନ୍ ନେବେ, ତାହେଲେ ଏଠି ଆପଣମାନଙ୍କର 7% ଯେଉଁଟାକି ପର୍ annum ଇଣ୍ଟରେଷ୍ଟ ରହିବ। ଏବଂ ଏଥିରେ ଦେଖନ୍ତୁ, ପ୍ରୋସେସିଂ ଫି କଥା ଯଦି ଆମେ ଦେଖିବା, ପ୍ରୋସେସିଂ ଫି ଆପଣମାନଙ୍କର 3,00,000 ପର୍ଯ୍ୟନ୍ତ ଟଙ୍କା ନେଲେ ବା KCC ଲୋନ୍ କଲେ ଏଠି ଆପଣମାନଙ୍କୁ କୌଣସି ବି ପ୍ରୋସେସିଂ ଫି ଲାଗିନଥାଏ। ତା ସହିତ ଯଦି ମୋର୍ ଦେନ୍ 3 ଲାକ୍ସ ଆପଣମାନେ ରହୁଛନ୍ତି, ତାହେଲେ ଟୋଟାଲ ଲୋନ୍ ଆମାଉଣ୍ଟର 0.65% ଆପଣମାନଙ୍କର ଯେଉଁଟାକି
ଆପଣମାନଙ୍କ ପ୍ରୋସେସିଂ ଫି ଦେବା ପାଇଁ ପଡ଼ିବ। ତା ସହିତ ଅନ୍ୟାନ୍ୟ ଫିଜ୍ ମଧ୍ୟ ଆପଣମାନଙ୍କୁ ଦେବା ପାଇଁ ପଡ଼ିଥାଏ। ତେଣୁ ଏବେ ଦେଖନ୍ତୁ ଯେଉଁ ଆପ୍ଲିକେସନ୍ ଫର୍ମଟି ରହିଛି କେସିସି ଲୋନ୍ ପାଇଁ ଆପଣମାନେ ଯେକୌଣସି SBI ବ୍ରାଞ୍ଚରେ ଯାହାକି କେସିସି ଲୋନ୍ ପାଇଁ ଆବେଦନ କରିପାରିବେ। ତା ସହିତ ଯଦି ଆପଣମାନେ PM କିଷାନର ହିତାଧିକାରୀ ଅଟନ୍ତି ତାହେଲେ ଇଜିଲି ଆପଣମାନଙ୍କର କେସିସି କାର୍ଡ଼ ଯେଉଁଟାକି ବ୍ୟାଙ୍କରେ ହେଇପାରିବ। ତେଣୁ ଆପଣମାନେ ବ୍ୟାଙ୍କକୁ ଭିଜିଟ୍ କରିବା ସହିତ ବ୍ୟାଙ୍କକୁ ଭିଜିଟ୍ କରିବା ସମୟରେ ଆପଣମାନଙ୍କର ଯେଉଁ ଆବଶ୍ୟକ ଡକୁମେଣ୍ଟ ସବୁ ଡିଟେଲ୍ସ ଠିକ୍ ରହିବା ଦରକାର। ତା ସହିତ ଯେଉଁ ପ୍ରେସ୍କ୍ରାଇବ୍ ଫର୍ମ ମୁଁ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ ଏଠି ରହିଛି ଲୋନ୍ ଆପ୍ଲିକେସନ୍ ଫର୍ମ ଫର୍ ଏଗ୍ରିକଲଚରାଲ କ୍ରେଡିଟ୍ କାର୍ଡ଼ ଫର୍ PM କିଷାନ ବେନିଫିସିଆରୀ ବା ଯେଉଁଟାକୁ ଆମେ PM କିଷାନର କେସିସି କାର୍ଡ଼ ବୋଲି କହୁଛୁ। ଏଠି ଦେଖନ୍ତୁ ପ୍ରଥମେ ଆପଣମାନେ ଲେଖିବେ ଟୁ ଦି ବ୍ରାଞ୍ଚ ମ୍ୟାନେଜର, ଆପଣମାନଙ୍କର ବ୍ୟାଙ୍କର ନାମ ଲେଖିବେ, କେଉଁ ବ୍ରାଞ୍ଚ ଲେଖିବେ, ବ୍ୟାଙ୍କର ନାମ ତ ଆପଣମାନଙ୍କର SBI ରହିବ ଏବଂ ଆପଣମାନଙ୍କର ଯେଉଁ ବ୍ରାଞ୍ଚରେ ଖାତା ଅଛି ସେଇ ବ୍ରାଞ୍ଚ ନମ୍ବର ରଖିବେ। ତାପରେ ଦେଖନ୍ତୁ ଏ ଯେଉଁ ଅପସନ୍ଟି ରହିଛି ତାକୁ ଆପଣମାନେ ଛାଡ଼ିଦେବେ। ବିରେ ଯେଉଁ ଅପସନ୍ଟି ରହିଛି ଟାଇପ୍ ଅଫ୍ କେସିସି, ଅର୍ଥାତ୍ ଆପଣମାନେ କେଉଁ ଟାଇପ୍ର କେସିସି ଲୋନ୍ ନେବା ପାଇଁ ଚାହୁଁଛନ୍ତି ଏବଂ କେତେ ଟଙ୍କା ନେବା ପାଇଁ ଚାହୁଁଛନ୍ତି। ଯଦି ଆପଣମାନେ ନୂଆ କରି ଆବେଦନ କରୁଛନ୍ତି ତାହେଲେ ଏଠି ଇସ୍ୟୁ ଅଫ୍ ଫ୍ରେଶ୍ କେସିସି ଲେଖିବେ। ଯଦି ଆପଣମାନେ ଯେଉଁ ଲିମିଟ୍ ଅଛି ତାକୁ ଏକ୍ସଟେଣ୍ଡ କରିବା ପାଇଁ ଚାହୁଁଛନ୍ତି ଆପଣମାନେ ସେକେଣ୍ଡ ଅପସନ୍ରେ ଦେଖିବେ ଏବଂ ଯଦି ପୂର୍ବରୁ ଆପଣମାନଙ୍କର କେସିସି ଆକାଉଣ୍ଟ ଥିଲା କିନ୍ତୁ ତାହା ବର୍ତ୍ତମାନ ବନ୍ଦ ହେଇଯାଇଛି ତାହେଲେ ଥାର୍ଡ଼ ଅପସନ୍ରେ କ୍ଲିକ୍ କରିବେ। ଯେହେତୁ ଆମେ ଫାର୍ଷ୍ଟ ଟାଇମ୍ ଆପଣଙ୍କର ଆବେଦନ କରୁଛୁ ତାହେଲେ ଇସ୍ୟୁ ଫର୍ ଫ୍ରେଶ୍ କେସିସି ବୋଲି ଲେଖିବେ। ତାପରେ ଏମାଉଣ୍ଟ ଅଫ୍ ଲୋନ୍ ରିକ୍ୱାର୍ଡ ଆପଣମାନଙ୍କର ଏଠି 1 ଲକ୍ଷରୁ 3 ଲକ୍ଷ ପର୍ଯ୍ୟନ୍ତ ଆପଣମାନଙ୍କର ଯାହା ବି ନେବାର ଅଛି ସେଠି ଆପଣମାନେ ମେନସନ୍ କରିବେ। ତାପରେ ଆସିଲା ଆପ୍ଲିକାଣ୍ଟଙ୍କର ଡିଟେଲ୍ସ। ପ୍ରଥମେ ରହିଛି ନେମ୍ ଅଫ୍ ଆପ୍ଲିକାଣ୍ଟ, ଆପଣମାନଙ୍କର ନାମ ଲେଖିବେ। ତାପରେ ଆକାଉଣ୍ଟ ନମ୍ବର ଯେଉଁଟାକି PM କିଷାନ ବେନିଫିସିଆରୀଙ୍କ ପାଇଁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଏବଂ ତାଙ୍କର KYC ମଧ୍ୟ ଅପଡେଟ୍ ହେଇଥିବାର ଆବଶ୍ୟକତା ରହିଛି। ତେଣୁ ଏଠି ଆପଣମାନେ କ'ଣ କରିବେ ନା ଏଠି ଆପଣମାନଙ୍କର PM କିଷାନ ଯେଉଁ ଆସୁଛି ଆକାଉଣ୍ଟ ନମ୍ବର ଆମର SBIରେ ସେଠି ଆପଣମାନେ ଟିକ୍ କରିବେ। ତାପରେ ଦେଖନ୍ତୁ ସେଠି ଟିକ୍ କରିବା ସହିତ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବିଷୟରେ ଏଠି ଆପଣମାନଙ୍କୁ କୁହାଯାଇଛି, ଯେଉଁଟାକି ଆପଣମାନେ ନିହାତି କରିବା ପାଇଁ ପଡ଼ିବ। ଯଦି ଆପଣମାନେ ଯେକୌଣସି ଜାଗାରେ ଲୋନ୍ କରୁଛନ୍ତି ଏହି ଦୁଇଟି ଇନ୍ସୁରାନ୍ସ ଆପଣମାନଙ୍କୁ କରିବା ପାଇଁ ପଡ଼ିଥାଏ। ଯେଉଁଥିରେ ଦେଖନ୍ତୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଆପଣମାନଙ୍କର 12 ଟଙ୍କା ଏବଂ PMJJBY ଯେଉଁଟାକି ଏଠି ଭୁଲ ଅଛି 436 ଟଙ୍କା, ଆପଣମାନଙ୍କର এই 12 ଟଙ୍କା ବଦଳରେ ଆପଣମାନଙ୍କର ସେଇଟା 20 ଟଙ୍କା ହେବ, ଯେଉଁଟାକି ଏଇଟା ପୁରୁଣା ଫର୍ମ ରହିଛି। ନୂଆ ଫର୍ମ ଆପଣମାନଙ୍କୁ ଯେଉଁଟାକି ବ୍ରାଞ୍ଚରେ ମିଳିଯିବ। ତେଣୁ ଏଇଟା ଗଲା। ତାପରେ ଦେଖନ୍ତୁ ଯଦି ଆପଣମାନଙ୍କର ପୂର୍ବରୁ କୌଣସି ବ୍ୟାଙ୍କ, କୋଅପରେଟିଭ୍ ବ୍ୟାଙ୍କ ବା ଅନ୍ୟ କୌଣସି ଜାଗାରେ ଲୋନ୍ ଅଛି ତାର ଡିଟେଲ୍ସ ଏଠି ଆପଣମାନେ ଦେବେ। ଯଦି ନାହିଁ ତାକୁ ଆପଣମାନେ କ୍ୟାନସେଲ୍ କରିବେ। ତାପରେ ଇ ଦେଖନ୍ତୁ ରହିଛି ଟୋଟାଲ ଲ୍ୟାଣ୍ଡ ହୋଲ୍ଡିଂ ଅଫ୍ ଦି ଆପ୍ଲିକାଣ୍ଟ ଆଣ୍ଡ କ୍ରପ୍ସ, ଅର୍ଥାତ୍ ଆପଣମାନଙ୍କର ଯେଉଁ ଜମି ଆପଣମାନେ ଚାଷ କରୁଛନ୍ତି ତାର ଡିଟେଲ୍ସ ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। କେତେ ଏକର ଆପଣମାନଙ୍କର ଜମି ଅଛି, କେତେ ଜମି ଆପଣମାନେ ଚାଷ କରୁଛନ୍ତି, କେଉଁ କ୍ରପ୍ କରୁଛନ୍ତି, ଆପଣମାନେ ଓନର ବା ଲିଜ୍ରେ ଜମି ନେଇଛନ୍ତି ବା ସେୟାର କ୍ରପର, ସବୁକିଛି ଏଠି ଡିଟେଲ୍ସ ମେନସନ୍ କରିବା ପାଇଁ ପଡ଼ିବ। ଆପଣମାନଙ୍କର ଖାତା ନମ୍ବର ଦେବା ପାଇଁ ପଡ଼ିବ ଏବଂ କେଉଁ ଋତୁରେ ଆପଣମାନେ କେଉଁ ଚାଷ ଏଠି କରୁଛନ୍ତି ସବୁ ଡିଟେଲ୍ସ ଏଠି ଆପଣମାନେ ଲେଖିବେ। ଯଦି ଆପଣମାନେ କେସିସି ଲୋନ୍ ଫିସାରୀ ଏବଂ ଆମର ଆନିମାଲ୍ ହଜବେଣ୍ଡାରୀ ପାଇଁ ନେଉଛନ୍ତି ସେଇଟା ମଧ୍ୟ ଆବଶ୍ୟକତା ଅଛି। ଯଦି ଆପଣମାନଙ୍କର ଏଟା ତ ଆମେ ନେଉଛୁ ଆମେ ଏଗ୍ରିକଲଚର ପାଇଁ, ତେଣୁ ଏଠି ଏ ଅପସନ୍କୁ ଆପଣମାନେ ସ୍କିପ୍ କରିବେ। ତାପରେ ଦେଖନ୍ତୁ ରହିଛି ସିକ୍ୟୁରିଟି ପର୍ପୋଜ୍ ଟୁ ବି ଅଫର୍ଡ, ଅର୍ଥାତ୍ ଆପଣମାନଙ୍କର ସିକ୍ୟୁରିଟି ପର୍ପୋଜ୍ରେ ଆପଣମାନେ କ'ଣ ଦେଉଛନ୍ତି। ସିକ୍ୟୁରିଟି ପର୍ପୋଜ୍ରେ ଏଠି ଆପଣମାନଙ୍କର ଲେନ୍ ରହିବ, ତେଣୁ ଏଠି ଆପଣମାନେ ସବୁ ଡିଟେଲ୍ସ ଫର୍ମ ଫିଲ୍ଅପ୍ କରିବେ। ତାପରେ ଏଠି ଦେଖନ୍ତୁ ଆପଣ ଗୋଟେ ସିଗ୍ନେଚର ରହିବ। ସିଗ୍ନେଚର ସହିତ ଆବଶ୍ୟକ ଡକୁମେଣ୍ଟ ହିସାବରେ ଆପଣମାନେ କ'ଣ ନେବେ ନା ନିଜର ଆଧାର କାର୍ଡ଼, ଜମିର ଡିଟେଲ୍ସ ଏବଂ ଆପଣମାନଙ୍କ ବ୍ୟାଙ୍କ ପାସବୁକ୍ ଏବଂ ପାସପୋର୍ଟ ସାଇଜ୍ର ଫଟୋଗ୍ରାଫ। ତେଣୁ ଏହା ନେଇ ଆପଣମାନେ ଯେଉଁଟାକି କେସିସି ଲୋନ୍ ପାଇଁ ଆପ୍ଲାଏ କରିପାରିବେ। ଯଦି ଆପଣମାନେ ଚାଷୀ ଏବଂ ନିଜ ନାମରେ ଜମି ଅଛି ଲୋନ୍ ନେବା ପାଇଁ ଚାହୁଁଛନ୍ତି ତେଣୁ SBIର କେସିସି ଲୋନ୍ ପାଇଁ ଆପଣମାନେ ଆବେଦନ କରନ୍ତୁ ଏବଂ ଏଲିଜିବୁଲ୍ ଯଦି ଆପଣମାନେ ଅଛନ୍ତି ତାହେଲେ ଇଜିଲି ମଧ୍ୟ ଆପଣମାନେ ଲୋନ୍ ପାଇପାରିବେ।